ଆଜି ହେଉଛି ଓଡ଼ିଶାର ଗଣପର୍ବ ରଜ। ଆଜିଠାରୁ 3 ଦିନ ଧରି ରାଜ୍ୟରେ ଏହି ପର୍ବ ପାଳନ ହେବାକୁ ଥିବାବେଳେ ଆଜି ପ୍ରଥମ ଦିନରେ ଓଡ଼ିଆମାନେ ପହିଲି ରଜ ଭାବେ ପାଳନ କରୁଛନ୍ତି। ତେବେ ଏହି ରଜ ପର୍ବକୁ ନେଇ ସାରା ରାଜ୍ୟ ଚଳଚଞ୍ଚଳ ଥିବାବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ମଧ୍ୟ ରଜ ପର୍ବକୁ ଅତି ଧୁମଧାମରେ ପାଳନ କରୁଛି। ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କରେ ଥିବା ଯାତ୍ରୀ ନିବାସ ପରିସରରେ ରଜ ମହୋତ୍ସବ 2025 ପାଳନ ହୋଇଛି। ଆଜିଠାରୁ 3 ଦିନ ଧରି ଏହି ମହୋତ୍ସବ ପାଳନ ହେବାକୁ ଥିବାବେଳେ ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଉଭୟ ପର୍ଯ୍ୟଟକ ଏବଂ ସ୍ଥାନୀୟ ଜନସାଧାରଣମାନଙ୍କ ପାଇଁ ରଜ ଦୋଳି ସାଙ୍ଗକୁ ପାରମ୍ପରିକ ଓଡ଼ିଆ ଘରର ପିଠାପଣାର ଆୟୋଜନ କରାଯାଇଛି। ରଜ ପର୍ବକୁ ନେଇ କୋଣାର୍କ ଯାତ୍ରୀ ନିବାସରେ କିଭଳି ହୋଇଛି ପ୍ରସ୍ତୁତି ସେ ନେଇ କଭର ଓଡ଼ିଶାକୁ ଅଧିକ ସୂଚନା ଦେଇଛନ୍ତି କୋଣାର୍କର ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ଅମିୟ କୁମାର ସେଠୀ। ଆଜି ହେଉଛି ଓଡ଼ିଶାର କୃଷିଭିତ୍ତିକ ପର୍ବ ବା ଗଣପର୍ବ ରଜ, ଯାହାକୁ ନେଇ ସାରା ରାଜ୍ୟ ଏବେ ଉତ୍ସବ ମୁଖରିତ। ଏହି ଅବସରରେ ଆମେ ଆସି ପହଞ୍ଚିଛୁ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ପରିସରରେ। ଆଉ ଯାତ୍ରୀ ନିବାସ ପରିସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ରଜ ପର୍ବକୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ବନ୍ଦୋବସ୍ତ କରିଛି। ଏହି ଅବସରରେ ଆମ ସାଙ୍ଗରେ ଆଜି ଅଛନ୍ତି କୋଣାର୍କର ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ଅମିୟ କୁମାର ସେଠୀ ମହୋଦୟ। ସିଧାସଳଖ ଆଲୋଚନା କରିବା ଏବଂ ପଚାରି ବୁଝିବା କୋଣାର୍କ ଯାତ୍ରୀ ନିବାସ ପରିସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତ ବର୍ଷ ରଜ ପର୍ବକୁ ନେଇ କେଉଁଭଳି ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି। ସାର୍, ଆପଣଙ୍କୁ ସ୍ୱାଗତ କରୁଛି ମୁଁ। ଚଳିତ ବର୍ଷ ରଜ ପର୍ବକୁ ନେଇ କୋଣାର୍କ ଯାତ୍ରୀ ନିବାସ ପରିସରରେ କେଉଁଭଳି ଭାବରେ ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି? ଯେହେତୁ ଆମେ ଜାଣିଛୁ ପୂର୍ବରୁ ପ୍ରତିବର୍ଷ କୋଣାର୍କରେ ଯାତ୍ରୀ ନିବାସ ପରିସରରେ ରଜ ପର୍ବକୁ ନେଇ ସମସ୍ତ ବନ୍ଦୋବସ୍ତ କରାଯାଏ। ଏ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୟୁନିକ୍ କ'ଣ ଅଛି ଏବଂ ପର୍ଯ୍ୟଟକମାନଙ୍କ କଥା କହିବା କି ସାଧାରଣ ଜନତାଙ୍କ କଥା କହିବା, ସେମାନଙ୍କ ପାଇଁ ଆପଣ କ'ଣ ବ୍ୟବସ୍ଥା କରିଛନ୍ତି? ନିଶ୍ଚିତ ଭାବରେ ମୁଁ ପ୍ରଥମେ ଆପଣଙ୍କୁ ସ୍ୱାଗତ ଜଣାଇବି ଆମର ରଜ ଅବସରରେ। ଆମର ପ୍ରତିବର୍ଷ ଏଠାରେ ରଜର ପାଳନ କରାଯାଇଥାଏ, ଏହି ବର୍ଷ ମଧ୍ୟ ପାଳନ କରାଯାଉଛି। ନିଶ୍ଚିତ ଭାବରେ ଏ ବର୍ଷ ଟିକେ ନିଆରା ଭାବରେ କରାହେଇଛି, କାହିଁକିନା ଏ ବର୍ଷ ଦେଖିବେ ଆପଣ ତୋରଣ ସହିତ ଏବଂ ଫୁଲର ସାଜସଜ୍ଜା ଏବଂ ରାତିରେ ମଧ୍ୟ ଆଲୋକ ସଜାର ବ୍ୟବସ୍ଥା କରାହେଇଛି। ଆପଣ ଜାଣିଥିବେ ଯେମିତି ରଜ ହେଉଛି ଆମର ଏକ କୃଷିଭିତ୍ତିକ ପର୍ବ, ଯାହାକି ଓଡ଼ିଶାର ଗଣପର୍ବ। ଆଉ ଏଇ ରଜର ପରେ ପରେ ଠିକ୍ ତାର ଚାଷ କାର୍ଯ୍ୟ ଆରମ୍ଭ କରିଥାଏ। ତେଣୁ ଆଜି ଆଧୁନିକତାର ଦ୍ୱାହି ଦେଇ ଆମେ ସମସ୍ତେ ଆମର ପରମ୍ପରାକୁ ଭୁଲିଗଲୁଣୁ। ନିଶ୍ଚିତ ଭାବରେ ଆମେ ସେହି ପରମ୍ପରାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଇଏ ଗୋଟେ ଛୋଟିଆ ପ୍ରୟାସ ପର୍ଯ୍ୟଟନ ବିଭାଗ ଦ୍ୱାରା OTDC ମାଧ୍ୟମରେ ଆଜି କୋଣାର୍କର ଥିବା ଯାତ୍ରୀ ନିବାସଠାରେ ପ୍ରତିବର୍ଷ ପରି ଆମର ରଜ ପର୍ବର ପାଳନ କରାଯାଉଛି। ଏହି ଅବସରରେ ଆମେ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବା ପାଇଁ ଏବେ ଦେଖିବେ ଏବେ ଗୋଟେ ସୁନ୍ଦର ଦୋଳିର ବ୍ୟବସ୍ଥା ମଧ୍ୟ ଆମେ କରିଛୁ, ଯେଉଁଠାରେ ଏଠାକୁ ଆସୁଥିବା ପର୍ଯ୍ୟଟକ ତାର ମଜା ନେବେ। ନିଶ୍ଚିତ ଭାବରେ ଟିକେ ବ୍ୟସ୍ତତମ ଜୀବନରୁ ଟିକେ ହାଲକା ଅନୁଭବ କରିବେ। ତା ସହିତ ଯେଉଁ ଆପଣ ମନେ ରଖିବେ, ଆମ ପିଲାବେଳେ ଆମେ ଦେଖିଛେ ବିଭିନ୍ନ ପାରମ୍ପରିକ ପିଠାପଣା ଆମେ ଯେମିତି ରଜରେ ଖାଉଥିଲୁ, ସେଇ ପରମ୍ପରାକୁ ମଧ୍ୟ ଟିକେ ଫେରାଇ ଆଣିବାକୁ ଆଉ ଗୋଟେ ପ୍ରୟାସ ଆମେ କରିଛୁ। ଯେପରିକି ଆମର ପୋଡ଼ପିଠା, ଆପଣଙ୍କର ଭଜା ମଣ୍ଡା, ସିଝା ମଣ୍ଡା ଆଦି ବିଭିନ୍ନ ପିଠାପଣାର ବ୍ୟବସ୍ଥା ଆମେ କରିଛୁ, ଯାହାକି ମଧ୍ୟ ଏଠାରେ ଆମର OTDC କାଉଣ୍ଟରରେ ବିକ୍ରି ମଧ୍ୟ କରାଯିବ, ଯାହାର ଫାଇଦା ମଧ୍ୟ ସ୍ଥାନୀୟ ଜନସାଧାରଣ ହୁଅନ୍ତୁ ବା ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ତାର ଫାଇଦା ଉଠାଇ ପାରିବେ ଏବଂ ସେହି ପିଠାପଣାର ପୁରୁଣା ସ୍ୱାଦକୁ ଟିକେ ଉଜ୍ଜୀବିତ କରିପାରିବେ। ସାର୍, ଯେଉଁଭଳି ଭାବରେ ଆମେ ଜାଣିଛେ ପର୍ଯ୍ୟଟନ ବିଭାଗ ପ୍ରତି ପର୍ବପର୍ବାଣୀରେ ନିଜର ଗୋଟେ ସ୍ୱତନ୍ତ୍ରତା ଉପସ୍ଥାପନ କରିଥାଏ ସାଧାରଣ ଜନତାଙ୍କ ପାଖରେ ଏବଂ ପର୍ଯ୍ୟଟକମାନଙ୍କ ପାଖରେ। ବିଭିନ୍ନ ସମୟରେ ଆମେ ଦେଖିଛୁ ପର୍ଯ୍ୟଟନ ବିଭାଗ ବିଭିନ୍ନ ପର୍ବପର୍ବାଣୀରେ ଯେଉଁଭଳି ଭାବରେ ସେ ଯେଉଁ ପଦକ୍ଷେପମାନ ନେଇଛି। ଚଳିତ ବର୍ଷ ଆପଣଙ୍କର କୋଣାର୍କ ଯାତ୍ରୀ ନିବାସ ପରିସରରେ ଆପଣ ରଜ ପର୍ବକୁ ଯେଉଁଭଳି ଭାବରେ ପାଳନ କରୁଛନ୍ତି, ପର୍ଯ୍ୟଟକମାନେ ଯେଉଁମାନେ ବର୍ତ୍ତମାନ ଆମର ଏଠାରେ ଅଛନ୍ତି, ଅତିଥି ଭାବରେ ରହୁଛନ୍ତି, ସେମାନେ ଏହାକୁ କିଭଳି ଗ୍ରହଣ କରୁଛନ୍ତି? ନିଶ୍ଚିତ ଭାବରେ ଆମେ ସକାଳେ ଯେତେବେଳେ ଆଜି ପ୍ରଥମେ ପାଳନ କଲୁ, ଆମେ ପର୍ଯ୍ୟଟକମାନଙ୍କୁ କାଲି କହିଥିଲୁ ଯେ ଆମେ କାଲି ରଜ ପର୍ବ ଏଠି ପାଳନ କରାଯିବ। ଆମେ ଦେଖିଥିଲୁ ସେମାନଙ୍କ ଭିତରେ ଆଗ୍ରହ ଉତ୍ସୁକତା ଆମେ ପରିଲକ୍ଷିତ ହୋଇଥିଲା। ତେଣୁ ଆଜି ସେମାନେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ଏବଂ ଏହାର ମଜା ଆମ ସହିତ ମଧ୍ୟ ଉଠାଇଛନ୍ତି। ଯାହା ବି ଆପଣମାନେ ଆମର ମିଡ଼ିଆ ବନ୍ଧୁମାନେ ସକାଳେ ଦେଖିଥିବେ, ନିଶ୍ଚିତ ଭାବରେ ସେମାନେ ଏହାର ମଜା ଉଠାଇଛନ୍ତି। ନିଶ୍ଚିତ ଭାବରେ ସାର୍, ପ୍ରତିଥର ଯେଉଁଭଳି ଭାବରେ ଆପଣ ରଜ ମହୋତ୍ସବ ପାଳନ କରୁଛନ୍ତି, ଆଗାମୀ ବର୍ଷରେ ଏହି ମହୋତ୍ସବକୁ ଆହୁରି କିଛି ଅଧିକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଲକ୍ଷ୍ୟ ରଖାଯାଉଛି। ନିଶ୍ଚିତ ଭାବରେ ବିଭାଗ ଦ୍ୱାରା ଏ ପ୍ରୟାସ ରହିବ ଯେ ଏ ବର୍ଷଠୁ ଆର ବର୍ଷ ଆଉ କେମିତି ଉନ୍ନତ ହୋଇପାରିବ, ନିଶ୍ଚିତ ଭାବରେ ତାର ପ୍ରୟାସ ରହିବ ଏବଂ ଆପଣମାନଙ୍କର ସହଯୋଗ ମଧ୍ୟ ନିହାତି ଆବଶ୍ୟକ। ଏ ଦିଗରେ ନିଶ୍ଚିତ ଭାବରେ ଯେଉଁ ପ୍ରତିକ୍ରିୟା ଆପଣ ଶୁଣୁଥିଲେ କୋଣାର୍କର ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ଅମିୟ କୁମାର ସେଠୀ ମହୋଦୟ ଆମ ସାଙ୍ଗରେ ଉପସ୍ଥିତ ଥିଲେ ଏବଂ ଯେଉଁ ପ୍ରତିକ୍ରିୟା ଦେଉଥିଲେ ରଜ ମହୋତ୍ସବକୁ ନେଇ କୋଣାର୍କରେ ଯେହେତୁ ସାରା ଅଞ୍ଚଳ ଚଳଚଞ୍ଚଳ ହୋଇଯାଇଛି, ଏହି ଅବସରରେ ପର୍ଯ୍ୟଟନ ବିଭାଗ ତାର ସ୍ୱତନ୍ତ୍ର ପ୍ରୟାସ ଜାରି ରଖିଛି ଏବଂ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।